ପିଲାମାନେ ଚାଲନ୍ତୁ ଆଲୋଚନା କରିବା ୟୁନିଟ୍ 1 ଏଜୁକେସନ ର 70ଟି ପ୍ରଶ୍ନ। ସବୁଯାକ ପ୍ରଶ୍ନ ସମସ୍ତେ ଏଇଠି ଲାଇଭ୍ ଚାଟ୍ ବକ୍ସରେ ଆନ୍ସର ଦେବେ, ଉତ୍ତର ଦେବେ, କାହିଁକି ନା ପ୍ରତ୍ୟେକଟି ପ୍ରଶ୍ନ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଅଛି। ପ୍ରଥମ ପ୍ରଶ୍ନ ଏଇଠି ପିଲାମାନେ ପ୍ରଥମ ପ୍ରଶ୍ନ କ'ଣ ଅଛି ନା ନିମ୍ନୋକ୍ତ ମଧ୍ୟରୁ କିଏ କୁଟୀର ଶିଳ୍ପ ଶିକ୍ଷାର ପ୍ରବର୍ତ୍ତକ? କିଏ? ଶ୍ରୀ ଅରବିନ୍ଦ, ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ, ଗୋପବନ୍ଧୁ। ଏଠି ପିଲାମାନେ କୁଟୀର ଶିଳ୍ପ ଅଛି। କୁଟୀର ଶିଳ୍ପ କହିଲେ ମହାତ୍ମା ଗାନ୍ଧୀ ବୋଲି ବୁଝାଇବ। ନେକ୍ସଟ ପ୍ରଶ୍ନ, ମୌଳିକ ଶିକ୍ଷାରେ ଗାନ୍ଧୀଜୀ କେଉଁ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ? ଗାନ୍ଧୀଜୀ ସମାଜ କୈନ୍ଦ୍ରିକ ଶିକ୍ଷା, ଧନ୍ଦା କୈନ୍ଦ୍ରିକ ଶିକ୍ଷା, ପୁସ୍ତକ କୈନ୍ଦ୍ରିକ ଶିକ୍ଷା, ଜ୍ଞାନ କୈନ୍ଦ୍ରିକ ଶିକ୍ଷା। ଗାନ୍ଧୀଜୀ ଦେଇଥିଲେ ଧନ୍ଦା କୈନ୍ଦ୍ରିକ ଶିକ୍ଷାକୁ ବେଶୀ ଗୁରୁତ୍ୱ ଦେଇଥିଲେ। ନେକ୍ସଟ ପ୍ରଶ୍ନ, ଶିକ୍ଷାରେ ଶରୀର, ମନ ଓ ଆତ୍ମାର ସମ୍ପୂର୍ଣ୍ଣ ବିକାଶ ପାଇଁ କେଉଁ ଶିକ୍ଷାବିତ୍ ମତ ଦେଇଛନ୍ତି? କାହାର ବିକାଶ ହବ? ଶରୀରର, ମନର, ଆତ୍ମାର ବିକାଶ ହବ। ତାହେଲେ କିଏ କହିଥିଲେ? ଆରିଷ୍ଟୋଟଲ, ପ୍ଲାଟୋ, ଗୋପବନ୍ଧୁ, ମହାତ୍ମା ଗାନ୍ଧୀ। ଉତ୍ତର ହେଉଛି ମହାତ୍ମା ଗାନ୍ଧୀ କହିଥିଲେ। ଭେରି ଗୁଡ୍ ପିଲାମାନେ, ବହୁତ ସୁନ୍ଦର। ନେକ୍ସଟ ପ୍ରଶ୍ନ 4 ନମ୍ବର, ନିମ୍ନୋକ୍ତ କେଉଁଟି ଗାନ୍ଧୀଜୀଙ୍କୁ ମୌଳିକ ଶିକ୍ଷା ପାଇଁ ମାର୍ଗଦର୍ଶନ କରାଇ ନଥିଲା? ସବୁଗୁଡାକ ମାର୍ଗଦର୍ଶନ କରିଥିଲା, କିନ୍ତୁ କୋଉଟା କରାଇ ନଥିଲା? ସାବରମତୀ ଆଶ୍ରମର କାର୍ଯ୍ୟକ୍ରମ, ଟଲଷ୍ଟୟ ଫାର୍ମର ଅଭିଜ୍ଞତା, ସେବାଗ୍ରାମର କାର୍ଯ୍ୟକ୍ରମ, ଆଇନ ଅମାନ୍ୟ ଆନ୍ଦୋଳନ। ପିଲାମାନେ, ଆଇନ ଅମାନ୍ୟ ଆନ୍ଦୋଳନ ସ୍ୱାଧୀନତା ପ୍ରତି ଥିଲା, ଏହା ଶିକ୍ଷା ପାଇଁ ମାର୍ଗଦର୍ଶନ କରାଇ ନଥିଲା। ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗାନ୍ଧୀଜୀଙ୍କର ନଈ ତାଲିମ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ ନୁହେଁ? ଉତ୍ପାଦନ ଧର୍ମୀ, କର୍ମକୈନ୍ଦ୍ରିକ, ଧନ୍ଦାଭିତ୍ତିକ, ପାଠ୍ୟ ଖସଡ଼ା ବିହୀନ। କୌଣସି ଜିନିଷ ପିଲାମାନେ ଯଦି ପାଠ୍ୟ ଖସଡ଼ା ବିହୀନ ହୁଏ ତାହେଲେ ଏ ଶିକ୍ଷା ହେଇପାରିବ ନାହିଁ। ତେଣୁ କେଉଁଟି ଗାନ୍ଧୀଜୀଙ୍କ ନଈ ତାଲିମ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରଯୁଜ୍ୟ ନୁହେଁ? ପାଠ୍ୟ ଖସଡ଼ା ବିହୀନ, ଏଇଟା ପ୍ରଯୁଜ୍ୟ ନୁହେଁ। ନିମ୍ନଲିଖିତ କେଉଁଟି ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରବର୍ତ୍ତିତ ମୌଳିକ ଶିକ୍ଷା ବ୍ୟବସ୍ଥାରେ ବିଶେଷ ଭାବରେ ଉପଯୋଗ ହୁଏ ନାହିଁ? ମାତୃଭାଷା ତ ଉପଯୋଗ ହୁଏ, ନିର୍ଦ୍ଧାରିତ ପାଠ୍ୟପୁସ୍ତକ, ଶିକ୍ଷାଦାନରେ ସମନ୍ୱୟ, ହସ୍ତକର୍ମ ତ ଉପଯୋଗ ହୁଏ, ନିର୍ଦ୍ଧାରିତ ପାଠ୍ୟପୁସ୍ତକ ସେମିତି କିଛି ନାହିଁ। ନେକ୍ସଟ ପ୍ରଶ୍ନ, ମହାତ୍ମା ଗାନ୍ଧୀ କେଉଁ ମସିହାରେ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାର ପ୍ରଚଳନ କରିଥିଲେ? କ'ଣ ନା ସେ ପ୍ରାଥମିକ ଶିକ୍ଷା ଯୋଉଟାକି ମାଗଣା ଆଉ ବାଧ୍ୟତାମୂଳକ। 1ରେ 1937, ତାପରେ 1942, 1931, 1933। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ, ୟାକୁ ମନେ ରଖିଥିବ। 1937 ମସିହାରେ। ନେକ୍ସଟ ପ୍ରଶ୍ନ, ନିମ୍ନୋକ୍ତ କେଉଁ ଶିକ୍ଷାବିତଙ୍କର ଧନ୍ଦାମୂଳକ ଶିକ୍ଷା ଉପରେ ଆସ୍ଥା ଥିଲା? ଧନ୍ଦାମୂଳକ ଶିକ୍ଷା କୁହାହଉଛି କୁଟୀର ଶିଳ୍ପ, କୁଟୀର ଶିଳ୍ପ, ଧନ୍ଦାମୂଳକ ଶିକ୍ଷା କିଏରେ? ନା 1 ମହାତ୍ମା ଗାନ୍ଧୀ, 2 ଗୋପବନ୍ଧୁ, 3 ଶ୍ରୀ ଅରବିନ୍ଦ, 4 ରବୀନ୍ଦ୍ରନାଥ। କ'ଣ ହବ ନା ଧନ୍ଦାମୂଳକ କହିଲେ ଆଖି ବନ୍ଦ କରିକିରି ମହାତ୍ମା ଗାନ୍ଧୀ ବୋଲି କହିବ, କୁଟୀର ଶିଳ୍ପ କହିଲେ ମହାତ୍ମା ଗାନ୍ଧୀ କହିବ। ଗାନ୍ଧୀଙ୍କ ଶିକ୍ଷା ସଂଜ୍ଞାରେ କେଉଁ ବିଷୟଟିକୁ ଗୁରୁତ୍ୱ ଦିଆଯାଇ ନାହିଁ? ଆଧ୍ୟାତ୍ମିକ ବିକାଶ, ଶାରୀରିକ ବିକାଶ, ସାମାଜିକ ବିକାଶ, ମାନସିକ ବିକାଶ। ଗାନ୍ଧୀଜୀ ସାମାଜିକ ବିକାଶକୁ ଗୁରୁତ୍ୱ ଦେଇନାହାନ୍ତି। ସେ କହିଛନ୍ତି ଆତ୍ମାର ବିକାଶ, ଶରୀରର ବିକାଶ, ମନର ବିକାଶ। ନେକ୍ସଟ ପ୍ରଶ୍ନ, 1935 ମସିହାରେ ଗାନ୍ଧୀଜୀ କେଉଁଠାରେ ଏକ ଆଶ୍ରମ ଓ ବିଦ୍ୟାଳୟ ସ୍ଥାପନ କରିଥିଲେ? 1 ପୋରବନ୍ଦର, 2 ସାବରମତୀ, 3 ୱାର୍ଧା, 4 କାଥିଆୱାଡ଼। କେଉଁଠାରେ? ଉତ୍ତର ହେଉଛି ୱାର୍ଧା ଠାରେ ତାକୁ ସ୍ଥାପନ କରିଥିଲେ ଆଶ୍ରମ। ସେଇ ୱାର୍ଧା ଠାରେ ଏବଂ ୱାର୍ଧା ଏଜୁକେସନ ବୋଲି କୁହାଯାଏ। ଓଡ଼ିଶାର କେଉଁଠାରେ ଏକ ମୌଳିକ ଶିକ୍ଷା ତାଲିମ କେନ୍ଦ୍ର ରହିଛି? ମୌଳିକ ଶିକ୍ଷା ତାଲିମ କେନ୍ଦ୍ର ଓଡ଼ିଶାରେ କଟକ, ପୁରୀ, ନୟାଗଡ଼, ଅନୁଗୁଳ। କ'ଣ ହବ ନା ଉତ୍ତର ହେଉଛି ଅନୁଗୁଳ ଠାରେ ମୌଳିକ ଶିକ୍ଷା ତାଲିମ କେନ୍ଦ୍ର ରହିଛି। କେଉଁ ଶିକ୍ଷାବିତଙ୍କ ମତରେ ଶିକ୍ଷା ଶରୀର, ମନ ଏବଂ ଆତ୍ମାର ସର୍ବାଙ୍ଗୀନ ଉନ୍ନତିକୁ ବୁଝାଏ? ମାନେ ଶରୀର,
मन आत्मा एबे आलोचना करथिले गांधीजी श्री अरविंद गोपबंधु रवींद्रनाथ कौन हम ना गांधीजी नहीं। नेक्स्ट प्रश्न निम्नलिखित केउ पत्रिकार महात्मा गांधी शिक्षा नीति प्रकाश पाइथिला समाज दी हिंदू संवाद हरिजन क्यों पत्रिकार बा क्यों पत्रिकार ना उत्तर होची हरिजन पत्रिकार तांकर शिक्षा नीति प्रकाश पाइथिला। शिक्षा द्वारा मु बुझे जे मनुष्य बा शिशु मध्य जहा किछि महान ताहाकु उन्मेष करिबा ताहार देह मन आत्मार संपूर्ण विकास यह किए कहिथिले श्री अरविंद विवेकानंद महात्मा गांधी शंकराचार्य। जितेबेले भी देखुच देह आसीबो मन आसीबो आत्मा आसीबो तार संपूर्ण विकास केवल आ महात्मा गांधी ही कहिछन। नेक्स्ट प्रश्न किए हस्तकर्म केन्द्रिक शिक्षा उपर जोर देइथिले स्वामी विवेकानंद गोपबंधु दास रुस्तो महात्मा गांधी से महात्मा गांधी कहीं धंदामूलक शिक्षा हस्तकेन्द्रिक शिक्षा यही सब शिक्षा समान। नेक्स्ट प्रश्न केउ मौलिक शिक्षार वैशिष्ट्य नुहे मौलिक शिक्षार वैशिष्ट्य कोटा नुहे मुक्त वायु शिक्षा मौलिक शिक्षा मुक्त वायु शिक्षा कुटीर शिल्प शिक्षा तो यहाँ तो वैशिष्ट्य अहिंसा भित्तिक शिक्षा तो वैशिष्ट्य मातृभाषा शिक्षा वैशिष्ट्य यहाँ हम नहीं मुक्त वायु शिक्षा यहाँ हम ना। नेक्स्ट प्रश्न केउटी मौलिक शिक्षार अन्य अर्थ नई तालीम बुनियादी शिक्षा वर्धा स्कीम ना पूर्णांग शिक्षा केउटा हम मौलिक शिक्षार अन्य एक अर्थ देख अन्य एक अर्थ हूँ नई तालीम मौलिक शिक्षार अर्थ वर्धा स्कीम मौलिक शिक्षार अर्थ बुनियादी शिक्षा ताले कोटा रहिला ना कटी 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 कौन हम ना आमे गोटे मेथड जोटा कि एमसीक्यू रे जे आमे जोटा हबनी 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 करदेले हबटा बाहरी पड़े ओटा ना पूर्णांग शिक्षा श्री अरविंदकर। नेक्स्ट प्रश्न निम्नस्थ केउटी मौलिक शिक्षार लक्ष्य नुहे शिक्षा शिल्प को प्रश्रय देवा धंदा माध्यम शिक्षा देवा यहाँ तो लक्ष्य बाध्यतामूलक शिक्षा प्रचलन लक्ष्य आत्मनिर्भरशीलता उपर गुरुत्व देवा यहाँ मध्य लक्ष्य उत्तर होची शिक्षा शिल्प को प्रश्रय देवा यहाँ लक्ष्य नुहे। 19 नंबर महात्मा गांधी शिक्षा व्यवस्था रे केते वर्षरु केते वर्ष बयस पर्यंत अवैतनिक तथा बाध्यतामूलक शिक्षा देवार व्यवस्था थिला 5 वर्षरु 14 वर्ष 6 वर्षरु 14 वर्ष 7 वर्षरु 14 वर्ष 8 वर्षरु 14 वर्ष से कौन कही 7 वर्षरु 14 वर्ष पर्यंत कौन कही 7 वर्षरु 14 वर्ष पर्यंत फ्री माने बाध्यतामूलक एवं फ्री मुक्त शिक्षा दवा दरकार बोली कहिथिले। नेक्स्ट प्रश्न देखिबा जे निम्नलिखित केउ विषयटी महात्मा गांधी का शिक्षा दर्शन उपादान नुहे धंदामूलक शिक्षा तो उपादान अहिंसा भित्तिक शिक्षा उपादान मातृभाषा माध्यम शिक्षा उपादान तो उत्तर होचे आंतर्जातिक शिक्षा उपादान नुहे दर्शन गांधी दर्शन उपादान नुहे। सत्यवादी वन विद्यालय केउ मसीह जातीय विद्यालय रूपे घोषित होता बहुत इंपोर्टाट प्रश्न महात्मा गांधी जिते ओडिशा को जाइए मन पकाओ तेणु से समय 1920 ना 1921 22 23 कौन हम 1921 मसीह से जाइए ओडिशा एवं सेठी जातीय विद्यालय रूपे घोषणा होता वन विद्यालय प्रथमे केते जन छात्र छात्री को नहीं आरंभ होता जोटा सत्यवादी वन विद्यालय प्रथमे केते जन छात्री को नहीं छात्र छात्री को नहीं आरंभ होता 19 जन 20 जन 21 जन 22 जन उत्तर कौन हम उत्तर हूँ 19 जन। सत्यवादी वन विद्यालय केउ मसीह प्रतिष्ठा होता 19 जन माने छात्र छात्री को लेकिन 1899 1909 1919 1911 नहीं तेणु बात करदेव जो गुड़ाक हबनी भाया लगे बात करदेव जमीक एगुड़ा सब 1900 पाखापाखि अच्छा कितु 1800 यहाँ को बात करदेव आगे नहीं कि तो उत्तर हूँ ये 1909 मसीह प्रतिष्ठा होता। गोपबंधु द्वारा प्रतिष्ठित संवादपत्र नाम कौन प्रगतिवादी धरित्री प्रजातंत्र समाज तेणु प्रतिष्ठित संवादपत्र नाम कौन गोपबंधु दास संवादपत्र थिला कौन ना समाज नहीं एबे भी पढ़ुच तमें समाज। नेक्स्ट प्रश्न वन विद्यालय को गोपबंधु कौन भाव आख्यायित करथिले
विद्या मंदिर कही ना सरस्वती मंदिर ना मनीष तैयारी कारखाना ना वृत्ति शिक्षा विद्यालय से कही यहाँ हूँ मनीष तैयारी कारखाना कोटा सत्यवादी बनविद सत्यवादी शिक्षार प्रवर्तक किए रवींद्रनाथ टैगोर ना श्री अरविंद गोपबंधु ना गांधी तेणु से आदर्श से शिक्षार प्रवर्तक होती किए गोपबंधु दास निम्नोक्त केउ पंचसखा मानक मध्यरु जड़े नथिले किए पंचसखा मानक मध्यरु पंचसखा माने पांचटी बंधु जे सत्यवादी वन विद्यालय पाठ पढ़ाउथले सेमानक भितरु जड़े नथिले किए आचार्य हरिहर पंडित नीलकंठ दास गोदावरीश महापात्र पंडित कृपा सिंधु मिश्र किए नथिले किए नथिले ना गोदावरीश महापात्र से जण होचंती लेखक कवि किए नथिले गोदावरीश महापात्र नेक्स्ट प्रश्न केबे सत्यवादी वन विद्यालय बंद हो गला 1925 1920 1926 1922 1921 जातीय विद्यालय होता तापर 1926 रे अचानक बंद हो गला बहुत गुड़े कारण अच्छी केउटी सत्यवादी शिक्षा व्यवस्थार मुख्य वैशिष्ट्य थिला अहिंसा माध्यम शिक्षा पूर्णांग शिक्षा अंतर्जातीय मौलिक बोध शिक्षा नागरिकता उत्तर हूँ अहिंसा माध्यम शिक्षा होची अच्छा यहाँ हम कि ना ना तो कौन हम ना उत्तर हूँ यस नागरिकता शिक्षा भल नागरिक करवा मनीष तैयारी कारखाना यहाँ हूँ लक्ष्य नेक्स्ट प्रश्न 30 नंबर निम्नोक्त मध्यरु किए सत्यवादी शिक्षा को प्रशंसा करी यह मुक्त आकाशर शिक्षार एक सफल परीक्षण बोली मत व्यक्त करिसंती नहीं किए प्रशंसा करी राधानाथ महात्मा गांधी ना रवींद्रनाथ ना मधुसूदन किए उत्तर होची महात्मा गांधी बहुत तारीफ करिसंती केउटी सत्यवादी शिक्षार मुख्य लक्ष्य थिला मुख्य लक्ष्य कौन थिला संगीत शिक्षा समाज सेवा भाषा ज्ञान चाकिरी कौन ना उत्तर होची समाज सेवा थिला प्रथम लक्ष्य थिला किए गोपबंधु को उत्कलमणि रूपे संबोधन करथिले बहुत इंपोर्टेंट प्रश्न उत्कलमणि रूपे संबोधन करथिले महात्मा गांधी रवींद्रनाथ सुभाष चंद्र बोस आचार्य प्रफुल्ल चंद्र होची आचार्य प्रफुल्ल चंद्र घोष तांको उत्कलमणि बोली कहिथिले केउटी गोपबंधुंकर एक साहित्य कृति कोटा गीतांजलि लिखिथिले कि गोपबंधु चिलिका कारा कविता सावित्री सावित्री तो श्री अरविंद लिखिथिले तो उत्तर होची कौन ना कारा कविता सी जो कारा माने जेल रे रही के जो कविता लिखिथिले सत्यवादी वन विद्यालय शिक्षकता करुवा 5 जन आदर्श शिक्षक को कौन संबोधन करा जाउथला पंचक पंच पंडित पंच सखा कौन कौन कह जाउथला ताको कौन कह जाउथला ना उत्तर होची पंच सखा बोली कह जाउथला निम्नलिखित मध्यरो केउटी सत्यवादी वन विद्यालय अवनतिर कारण नुहे अवनति जो डाउनफॉल है अवनति है तार कारण नुहे कह गोपबंधु स्वाधीनता संग्राम योगदान सेपटे मन बढ़ेले तापर कि कौन एथि इंपोर्टेंस दिया जागलानी उपयुक्त शिक्षकों अभाव यहाँ भी ठीक कथा आर्थिक समस्या भी है कि स्थानीय लोकों सहयोगी मनोभाव अरे से माने असहयोग कले स्थानीय लोक असहयोग कले सहयोग नुहे यहाँ हूँ सहयोगी मनोभाव यहाँ हूँ कारण नुहे पूर्णांग शिक्षा विषय में क्यों दार्शनिक मत देते महात्मा गांधी गोपबंधु रवींद्रनाथ श्री अरविंद किए ना उत्तर हूँ श्री अरविंद ही दार्शनिक मत देते केउटी पूर्णांग शिक्षार एक अंग नुहे केउटा अंग नुहे शारीरिक मानसिक वैषयिक आध्यात्मिक कोटा कोटा माने अंग नुहे पूर्णांग शिक्षार अंग नुहे जोटा वैषयिक बा टेक्नोलोजी नेक्स्ट प्रश्न केउ मसीह श्री अरविंदर आंतर्जातिक शिक्षा केन्द्र प्रतिष्ठा कर 1945 1943 1956 1947 आंतर्जातिक शिक्षा केन्द्र प्रतिष्ठा होता 1943 1943 नेक्स्ट प्रश्न उषा नगरी क्या कह जाए पंडिचेरी किंबा सत्यवादी ना ओरोभिल ना शांति निकेतन कौन हम ना ओरोभिल ठारे
ନାଇଁ ଓରୋଭିଲଟାରେ ଉଷା ନଗରୀ ବା ଶିକ୍ଷାର ନଗରୀ ହେଇଥିଲା, ବହୁତ ଡେଭଲପ ସିଟିଟିଏ ହେଇଥିଲା, ନଗରଟିଏ। କୌଣସି ବିଷୟ ଶିକ୍ଷା ଦିଆଯାଇ ପାରିବ ନାହିଁ, ଏହା କିଏ କହିଥିଲେ? ନଥିଙ୍ଗ କ୍ୟାନ୍ ବି ଟଟ୍। କିଏ କହିଥିଲେ? ଗୋପବନ୍ଧୁ, ରାଜେନ୍ଦ୍ର ପ୍ରସାଦ, ରାଧାକ୍ରିଷ୍ଣନ, ଶ୍ରୀ ଅରବିନ୍ଦ। ଏଟାକୁ ପିଲାମାନେ ଶ୍ରୀ ଅରବିନ୍ଦ କହିଥିଲେ ଯେ କୌଣସି ଶିଶୁକୁ କ'ଣ କୌଣସି ବିଷୟ ଶିକ୍ଷା ଦିଆଯାଇ ପାରିବ ନାହିଁ, ସେ ଯେପର୍ଯ୍ୟନ୍ତ ନ ଚାହିଁଛି ତାହାକୁ ଶିକ୍ଷା ଦିଆଯାଇ ପାରିବ ନାହିଁ। ନଥିଙ୍ଗ କ୍ୟାନ୍ ବି ଟଟ୍। କେଉଁଟି ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ଅଟେ? ବୈଷୟିକ ଶିକ୍ଷା ତ ଅଙ୍ଗ ନୁହେଁ, ଧନ୍ଦାମୂଳକ ତ ଗାନ୍ଧିଜୀଙ୍କର, ଆର୍ଥିକ ଶିକ୍ଷା ନୁହେଁ, ତାହେଲେ ଅଙ୍ଗ ଅଟେ କୋଉଟା ନା ଚୈତିକ ଶିକ୍ଷା। ପିଲାମାନେ ଚୈତ୍ୟ ଶିକ୍ଷା ମାନେ କ'ଣ? ଚୈତ୍ୟ ମାନେ ହେଉଛି ଚିତ୍ ବା ଆତ୍ମା। ତେଣୁ ଆତ୍ମିକ ଶିକ୍ଷା, ଆତ୍ମା ନାଇଁ ଆତ୍ମା ଶିକ୍ଷା, ଆତ୍ମିକ ଶିକ୍ଷା, এটা ହେଉଛି ଚୈତିକ ଶିକ୍ଷା। ନେକ୍ସଟ ପ୍ରଶ୍ନ, କେଉଁଟି ସତ୍ୟର ଅନୁସନ୍ଧାନ ପାଇଁ ମାର୍ଗ ନୁହେଁ ବୋଲି ଶ୍ରୀ ଅରବିନ୍ଦ ଦର୍ଶାଇଛନ୍ତି? ପ୍ରେମ, ଜ୍ଞାନ, ଅର୍ଥ, ଶକ୍ତି। କ'ଣ କହିଛନ୍ତି ନା ଉତ୍ତର ଅର୍ଥକୁ କହିନାହାନ୍ତି ହେଲା। ତେଣୁ ଦର୍ଶାଇଛନ୍ତି ମାର୍ଗ କ'ଣ ନା ପ୍ରେମର ମାର୍ଗ, ଜ୍ଞାନର ମାର୍ଗ, ଶକ୍ତିର ମାର୍ଗ, କିନ୍ତୁ ଅର୍ଥର ମାର୍ଗ ଦର୍ଶାଇ ନାହାନ୍ତି। ନେକ୍ସଟ ପ୍ରଶ୍ନ, ଶ୍ରୀ ଅରବିନ୍ଦଙ୍କର ଶିକ୍ଷା ଦର୍ଶନକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଯୋଗ ଶିକ୍ଷା, ପୂର୍ଣ୍ଣାଙ୍ଗ ଶିକ୍ଷା, ମୌଳିକ ଶିକ୍ଷା, ପ୍ରାକୃତିକ। କ'ଣ କୁହାଯାଏ? 43 ନମ୍ବର ପ୍ରଶ୍ନ, ନା ପୂର୍ଣ୍ଣାଙ୍ଗ ଶିକ୍ଷା ବୋଲି କୁହାଯାଏ। କେଉଁ ଶିକ୍ଷାବିତ୍ ପ୍ରକୃତିବାଦ ଉପରେ ଗୁରୁତ୍ୱ ଦେଇଛନ୍ତି? ପ୍ରକୃତିବାଦ, ଗାନ୍ଧିଜୀ, ଗୋପବନ୍ଧୁ, ରୁଷୋ ନା ଶ୍ରୀ ଅରବିନ୍ଦ? ପ୍ରକୃତିବାଦ ଉପରେ, ପ୍ରକୃତିବାଦ ଉପରେ ରୁଷୋ କହିଛନ୍ତି ପ୍ରକୃତିବାଦ। ପ୍ରକୃତିକୁ ସବୁକିଛି, ପ୍ରକୃତି ସେ ମଣିଷ ପ୍ରକୃତି ହଉ କିମ୍ବା ଜଳବାୟୁ ପ୍ରକୃତି। ତ 1762 ମସିହାରେ ରୁଷୋଙ୍କର କେଉଁ ବହି ପ୍ରକାଶ ପାଇଥିଲା? ବହୁତ ବଢ଼ିଆ ପ୍ରଶ୍ନ। ସାମାଜିକ ଚୁକ୍ତି, ଏମିଲି, ଶିକ୍ଷା, କୌଣସିଟି। ତ 1762 ମସିହାରେ ଯେଉଁ ପୁସ୍ତକ ପିଲାମାନେ, ଯେଉଁ ପୁସ୍ତକରେ ତାଙ୍କର ଏଜୁକେସନ୍ ବା ଶିକ୍ଷା ସବୁକିଛି ମିଳେ, ସେଇଟା ହେଉଛି ଏମିଲି, ଏବଂ ସେଇ ଏମିଲି ପୁସ୍ତକ ପ୍ରକାଶ ପାଇଥିଲା। ଜିନ୍ ଜାକେସ୍ ରୁଷୋ କେଉଁ ଶିକ୍ଷାର ପ୍ରବର୍ତ୍ତକ? ଶିକ୍ଷକ କୈନ୍ଦ୍ରିକ, ଶିକ୍ଷାର୍ଥୀ କୈନ୍ଦ୍ରିକ, ବିଷୟ କୈନ୍ଦ୍ରିକ, ସମାଜ କୈନ୍ଦ୍ରିକ। ତ କହୁଥିଲେ ସମାଜ ଠାରୁ ଦୂରରେ ରଖ ପିଲାଙ୍କୁ, ସମାଜ କେନ୍ଦ୍ରିକ ହବ ନାହିଁ। ବିଷୟ କେନ୍ଦ୍ରିକ ନୁହଁ, ଶିକ୍ଷକ କେନ୍ଦ୍ରିକ କେବେ ନୁହଁ, ତାହେଲେ ଶିକ୍ଷାର୍ଥୀ କେନ୍ଦ୍ରିକ ସିଏ ପ୍ରବର୍ତ୍ତକ ଥିଲେ। ମାନେ ଶିଶୁ କେନ୍ଦ୍ରିକ। ଶିଶୁ କ'ଣ ଚାହୁଁଛି, ଶିଶୁର ବୟସ ଦେଖି, ଶିଶୁର ମନ ଦେଖିକିରି ପାଠ ପଢ଼ା। ଶୈଶବ କାଳରେ ଶିକ୍ଷାର୍ଥୀର କେଉଁ ବିକାଶ ଉପରେ ରୁଷୋ ଗୁରୁତ୍ୱ ଆରୋପ କରିଥିଲେ? ଶୈଶବ କାଳରେ ଶାରୀରିକ, ମାନସିକ, ସାମାଜିକ, ନୈତିକ। କ'ଣ ହବ? ଉତ୍ତର ହେଉଛି ଏଠି ଶାରୀରିକ ବିକାଶ, ମାନେ ଖେଳିବ, ଶାରୀରିକ ବିକାଶ କରିବ ଛୋଟବେଳେ। ରୁଷୋ କେଉଁ ଦେଶର ଜଣେ ଦାର୍ଶନିକ ଥିଲେ? ଇଂଲଣ୍ଡ, ଫ୍ରାନ୍ସ, ଗ୍ରୀସ୍ ନା ଭାରତର? ଭାରତର ହବ କି? କ'ଣ ହବ? ଫ୍ରାନ୍ସ ଦେଶର ଜଣେ ଦାର୍ଶନିକ ଥିଲେ ରୁଷୋ, ଜିନ୍ ଜାକ୍। ଫ୍ରାନ୍ସର ପିଲାମାନେ, ଫରାସୀ ବିପ୍ଳବ ହେଇଥିଲା 1789ରେ, ସେହି ସମୟରେ ରୁଷୋ ଜଣେ ଦାର୍ଶନିକ ଥିଲେ। ନେକ୍ସଟ ପ୍ରଶ୍ନ, ପ୍ରକୃତି ଅନୁଯାୟୀ ଶିକ୍ଷା ସହ କେଉଁଟି ସମ୍ପର୍କିତ ନୁହେଁ? ତ ମନୋବୈଜ୍ଞାନିକ ପ୍ରକୃତି, ଭୌତିକ ପ୍ରକୃତି, ଅଣସାମାଜିକ ପ୍ରକୃତି, ପ୍ରାକୃତିକ ପରିବେଶ। କୋଉଟା ନୁହେଁ? ତ ଉତ୍ତର କ'ଣ ହବ? ନା ପ୍ରାକୃତିକ ପରିବେଶ। ତ ଏଇ ଯେଉଁ ପ୍ରକୃତି ଅନୁଯାୟୀ ଶିକ୍ଷା ଯେଉଁ ରୁଷୋ କହିଥିଲେ, ସେଇଟା ସମ୍ପର୍କିତ କାହା ସହିତ? ମନୋବୈଜ୍ଞାନିକ ପ୍ରକୃତି ସହିତ, ମାନେ ପିଲାଟିର ମନ ସହିତ, ଭୌତିକ ପ୍ରକୃତି ସହିତ, ଅଣସାମାଜିକ ପ୍ରକୃତି ସହିତ, କିନ୍ତୁ ପ୍ରାକୃତିକ ପରିବେଶ ସହିତ ସମ୍ପର୍କିତ ନୁହେଁ। କେଉଁ ଶିକ୍ଷାବିତ୍ ଶିଶୁକୁ ସମାଜ ଠାରୁ ଦୂରରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଥିଲେ? ମହାତ୍ମା ଗାନ୍ଧୀ, ଗୋପବନ୍ଧୁ, ରୁଷୋ, ପ୍ଲାଟୋ। ଫଟାଫଟ ଆନ୍ସର ଦିଅ। ତେଣୁ ରୁଷୋ ହେଉଛନ୍ତି ଗୋଟିଏ ବ୍ୟକ୍ତି ଯିଏକି ସମାଜ ଠାରୁ ଦୂରରେ ଶିକ୍ଷା ଦେବା ପାଇଁ ପିଲାକୁ କହିଥିଲେ। କେଉଁ ଶିକ୍ଷାବିତ୍ଙ୍କର ଅନୁଶାସନ ପ୍ରାକୃତିକ ପରମାଣୁ ତତ୍ତ୍ୱ ଅଟେ? ପ୍ରାକୃତିକ ପରମାଣୁ ତତ୍ତ୍ୱ। ଗାନ୍ଧିଜୀ, ରୁଷୋ, ଗୋପବନ୍ଧୁ, ଶ୍ରୀ ଅରବିନ୍ଦ। କ'ଣ ହବ ଉତ୍ତର? ରୁଷୋଙ୍କର ଅନୁଶାସନ, ଶିକ୍ଷାବିତ୍ଙ୍କର ଅନୁଶାସନ, ପ୍ରାକୃତିକ ପରିମାଣ ତତ୍ତ୍ୱ ଅଟେ। କେଉଁ ଶିକ୍ଷାବିତ୍ଙ୍କର ନାରୀମାନଙ୍କ ପ୍ରତି ନକାରାତ୍ମକ ଦୃଷ୍ଟିଭଙ୍ଗୀ ଥିଲା? ଗାନ୍ଧିଜୀ, ରୁଷୋ, ଗୋପବନ୍ଧୁ,
ଶ୍ରୀ ଅରବିନ୍ଦ। କ'ଣ ହବ ନା ଉତ୍ତର ହେଉଛି ରୁଷୋଙ୍କର ଥିଲା। ନାଇଁ, ରୁଷୋଙ୍କର ନାରୀମାନଙ୍କ ପ୍ରତି ନକାରାତ୍ମକ ଯେ ନାରୀମାନେ ପାଠ ନ ପଢ଼ନ୍ତୁ, ଘର ଭିତରେ ରୁହନ୍ତୁ, ନାଇଁ ମାନେ ପୁରୁଷଙ୍କ ମନୋରଞ୍ଜନ କରନ୍ତୁ, ଏସବୁ କହିଥିଲେ। ଶିକ୍ଷାର୍ଥୀର କେଉଁ ଅବସ୍ଥାକୁ ନବଜନ୍ମ ଲାଭ ବୋଲି ରୁଷ ବର୍ଣ୍ଣନା କରିଛନ୍ତି? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ନବଜନ୍ମ ଲାଭ କ'ଣ ହବ? ନବଜନ୍ମ ଲାଭ ବୋଲି ରୁଷ କହିଛନ୍ତି ଶୈଶବ କାଳ, ବାଲ୍ୟକାଳ, କୈଶୋର ଅବସ୍ଥା ନା ଯୌବନ କାଳ? ନବଜନ୍ମ ଲାଭ, ନୂଆ ଜନ୍ମ ଲାଭ କରି। ନୂଆ ଜନ୍ମ ଲାଭ କୋଉଟା? ନା ଉତ୍ତର ହେଉଛି ଯୌବନ କାଳ। ଯୌବନ କାଳରେ ଗୋଟେ ନୂତନ ଜନ୍ମ ବୋଲି କହୁଛୁ। ସଭ୍ୟତାର ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ। ଏହି ବିଷୟକ ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା? ଏହି ଗ୍ରନ୍ଥଟି 1747, 1750, 1750, କ'ଣ ହବ ନା ଉତ୍ତର ହେଉଛି 1750। ଓକେ, ନେକ୍ସଟ ପ୍ରଶ୍ନ। ରୁଷୋ ତାଙ୍କ ଶିକ୍ଷା ଦର୍ଶନ କେଉଁ ପୁସ୍ତକରେ ବର୍ଣ୍ଣନା କରିଛନ୍ତି? ଏ ପ୍ରଶ୍ନ ଆସେ ସାମାଜିକ ଚୁକ୍ତିରେ ନା ଏମିଲିରେ ନା ହରିଜନ ନା କୌଣସି। ହରିଜନ ତ ଗାନ୍ଧୀ ଲେଖିଛନ୍ତି, ତେଣୁ ଏମିଲି ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଶିକ୍ଷା ଦର୍ଶନ କଥା। ରୁଷୋଙ୍କର ଶିକ୍ଷା ଦର୍ଶନକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଆଦର୍ଶବାଦ, ପ୍ରକୃତିବାଦ, ପ୍ରୟୋଗବାଦ, ସଂକଳନବାଦ? କ'ଣ ହବ ନା ଉତ୍ତର ହେଉଛି ପ୍ରକୃତିବାଦ ବୋଲି କୁହାଯାଏ। ରୁଷୋଙ୍କର ଶିକ୍ଷା ଦର୍ଶନକୁ ପ୍ରକୃତିବାଦ ବୋଲି କୁହାଯାଏ। ରୁଷୋଙ୍କ ମତରେ କେଉଁଟି ଶିକ୍ଷାର ଲକ୍ଷ୍ୟ ନୁହେଁ? ଶିଶୁକୈନ୍ଦ୍ରିକ ଶିକ୍ଷା, ଇନ୍ଦ୍ରିୟ ପ୍ରଶିକ୍ଷଣ, ଆତ୍ମପରିପ୍ରକାଶ, ଆତ୍ମସଂରକ୍ଷଣ ବା ପୁସ୍ତକନିଷ୍ଠ ଶିକ୍ଷା? କେବେ ବି ସେ ଘୃଣା କରୁଥିଲେ, ପୁସ୍ତକନିଷ୍ଠ ଶିକ୍ଷାକୁ ସେ ଘୃଣା କରୁଥିଲେ, ତ ସେଇଟା ହବ ନାହିଁ, ସେଇଟା ଲକ୍ଷ୍ୟ ନୁହେଁ। ନେକ୍ସଟ ପ୍ରଶ୍ନ। ଜନ୍ ଡ୍ୟୁଇ କେଉଁ ଦେଶର ଦାର୍ଶନିକ ଅଟନ୍ତି? ଭାରତ, ରୁଷିଆ, ଅଷ୍ଟ୍ରେଲିଆ, ଆମେରିକା? ଜନ୍ ଡ୍ୟୁଇ ହେଉଛନ୍ତି ଆମେରିକାର ଦାର୍ଶନିକ। ଆମେରିକାର। ଜନ୍ ଡ୍ୟୁଇ କେଉଁ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରିଥିଲେ? ହାର୍ଭାର୍ଡ, କେମ୍ବ୍ରିଜ, ଭର୍ମଣ୍ଟ? କେଉଁଟି ନୁହେଁ? କ'ଣ ହବ ନା ଉତ୍ତର ହେଉଛି ନାଇଁ ଭର୍ମଣ୍ଟ ବିଶ୍ୱବିଦ୍ୟାଳୟ। ଭର୍ମଣ୍ଟ ବିଶ୍ୱବିଦ୍ୟାଳୟରୁ ବିଏ ପାସ୍ କରିଥିଲେ। ସମସ୍ୟା ସମାଧାନ ପଦ୍ଧତିର ପ୍ରବର୍ତ୍ତକ କିଏ? ସମସ୍ୟା ସମାଧାନ ପଦ୍ଧତି WH କଲ୍ପିଟ୍ରିକ୍ ନା ଜନ୍ ଡ୍ୟୁଇ, ରୁଷୋ ନା ଆରିଷ୍ଟଟଲ? ବୁଝିଗଲା? ତେଣୁ କ'ଣ ହବ ନା ଜନ୍ ଡ୍ୟୁଇ ହେଉଛନ୍ତି ପ୍ରବର୍ତ୍ତକ। ଜନ୍ ଡ୍ୟୁଇ ଗବେଷଣାମୂଳକ ବିଦ୍ୟାଳୟ କେବେ ପ୍ରତିଷ୍ଠା କରିଥିଲେ? ଗବେଷଣାମୂଳକ ବିଦ୍ୟାଳୟ 1896, 1890, 1880, 1870? କ'ଣ ହବ ଉତ୍ତର ନା 1896 ମସିହାରେ ସେ ପ୍ରତିଷ୍ଠା କରିଥିଲେ। ଜନ୍ ଡ୍ୟୁଇଙ୍କର କର୍ମଭିତ୍ତିକ ଶିକ୍ଷା କେଉଁ ଭାରତୀୟଙ୍କ ଶିକ୍ଷା ଦର୍ଶନରେ ପ୍ରତିଫଳିତ ହୁଏ? ଶ୍ରୀ ଅରବିନ୍ଦ, ରବୀନ୍ଦ୍ରନାଥ, ମହାତ୍ମା ଗାନ୍ଧୀ? କୌଣସିଟି? ଉତ୍ତର କ'ଣ ହବ? ଉତ୍ତର ହେଉଛି ମହାତ୍ମା ଗାନ୍ଧୀ। ଜନ୍ ଡ୍ୟୁଇଙ୍କର କର୍ମଭିତ୍ତିକ ଶିକ୍ଷା କେଉଁ ଭାରତୀୟଙ୍କ ଶିକ୍ଷା ଦର୍ଶନରେ ପ୍ରତିଫଳିତ ହୁଏ? ନା ମହାତ୍ମା ଗାନ୍ଧୀଙ୍କର ଶିକ୍ଷା ଦର୍ଶନରେ ପ୍ରତିଫଳିତ। ନମନୀୟ ପାଠ୍ୟକ୍ରମର କିଏ ଜଣେ ସମର୍ଥକ? ନମନୀୟ ପାଠ୍ୟକ୍ରମ ରବୀନ୍ଦ୍ରନାଥ, ଶ୍ରୀ ଅରବିନ୍ଦ, ଜନ୍ ଡ୍ୟୁଇ? କୌଣସି? ନମନୀୟ ପାଠ୍ୟକ୍ରମ ନାଇଁ କ'ଣ ହବ ନା ଜନ୍ ଡ୍ୟୁଇ ନମନୀୟ ପାଠ୍ୟକ୍ରମର ସମର୍ଥକ। ଶିକ୍ଷା ହେଉଛି ଅଭିଜ୍ଞତାର ପୁନର୍ଗଠନ। ଏହା କାହାର ଉକ୍ତି? ଶିକ୍ଷା ହେଉଛି ଅଭିଜ୍ଞତା ପୁନର୍ଗଠନ, ରିଅଲାଇଜେସନ। ଜନ୍ ଆଡାମ୍ସ, ଜନ୍ ଡ୍ୟୁଇ, ରୁଷୋ, ସ୍ପେନ୍ସର? ଉତ୍ତର କ'ଣ ହବ? ଉତ୍ତର ହେଉଛି ଜନ୍ ଡ୍ୟୁଇ କହିଥିଲେ। ନେକ୍ସଟ ପ୍ରଶ୍ନ। କିଏ କହିଛନ୍ତି ଶିକ୍ଷକ ଏକାଧାରରେ ଜଣେ ଯୋଜନା ପ୍ରସ୍ତୁତକାରୀ, ପଥ ପ୍ରଦର୍ଶକ, ଉପଦେଷ୍ଟା ତଥା ନିରୀକ୍ଷକ ଅଟନ୍ତି? ଏକାଧାରରେ ଜନ୍ ଡ୍ୟୁଇ କହିଛନ୍ତି ନା ମହାତ୍ମା ଗାନ୍ଧୀ, ରୁଷୋ ନା କୌଣସିଟି? କ'ଣ ହବ? ଉତ୍ତର ହେଉଛି ଜନ୍ ଡ୍ୟୁଇ କହିଛନ୍ତି ଯେ ଶିକ୍ଷକ ଏକାଧାରରେ ଜଣେ ଯୋଜନା ପ୍ରସ୍ତୁତକାରୀ, ପଥ ପ୍ରଦର୍ଶକ ପିଲାମାନଙ୍କର, ଆଉ ଉପଦେଷ୍ଟା ତଥା ନିରୀକ୍ଷକ ମଧ୍ୟ। ନେକ୍ସଟ ପ୍ରଶ୍ନ। ଜନ୍ ଡ୍ୟୁଇଙ୍କ ଶିକ୍ଷା ବ୍ୟବସ୍ଥାର ଅମୂର୍ତ୍ତ ଭାବନା ସ୍ଥାନ ପାଇନାହିଁ। ଏହା ତାଙ୍କ ଶିକ୍ଷା ବ୍ୟବସ୍ଥାର କ'ଣ ଅଟେ? ସ୍ୱରୂପ, ସପକ୍ଷ ମତ, ବିପକ୍ଷ ମତ? ଏଗୁଡ଼ିକ ସମସ୍ତ। ଉତ୍ତର କ'ଣ ହବ? ଉତ୍ତର ହେଉଛି ବିପକ୍ଷ ମତ ଅଟେ। ନେକ୍ସଟ ପ୍ରଶ୍ନ କ'ଣ ଅଛି? ଜନ୍ ଡ୍ୟୁଇଙ୍କ ପ୍ରୟୋଗବାଦ କାହାକୁ ବିରୋଧ କରେ? ପ୍ରୟୋଗବାଦ କାହାକୁ ବିରୋଧ କରେ? ଆଦର୍ଶବାଦକୁ, କର୍ମବାଦକୁ, ଧର୍ମବାଦ? କୌଣସି?
कौन हम 67 रो आंसर होची कौन ना आदर्शवाद को विरोध करे। शिशु केन्द्रिक शिक्षार प्रथम प्रवर्तक किए? गांधी, रवींद्रनाथ, रूसो, गोपबंधु। शिशु केन्द्रिक शिक्षा नहीं, चाइल्ड सेंटर्ड एजुकेशन। शिशु केन्द्रिक शिक्षार रूसो होचंदी प्रवर्तक। ड्यूइंग का मतरे क्यों शिक्षादान पद्धति उत्तम पद्धति अटे? क्यों शिक्षादान पद्धति उत्तम पद्धति? समस्या पद्धति, किंडरगार्टेन, आविष्कारमूलक, आरोही पद्धति। कौन हम ड्यूइंग का मतरे क्यों शिक्षादान पद्धति उत्तम पद्धति अटे? अटे कहुई उत्तर हम कौन ना समस्या पद्धति। समस्या पद्धति एटा हूँ सबुठारु कौन उत्तम पद्धति अटे। केबे जॉन डीवी यूनिवर्सिटी लैबोरेटरी स्कूल प्रतिष्ठा कर? जॉन डीवी गोटे प्रतिष्ठा करथिले ताकि स्कूल यूनिवर्सिटी लैबोरेटरी स्कूल केबे प्रतिष्ठा करथिले? 1996, 1878, 1879, 1859। कौन हम उत्तर हूँ 1996 मसीहा। कौन हम 1996 मसीह से प्रतिष्ठा पिला माने तुमको कही 70टी प्रश्न जोटा कि यूनिट 1 प्रश्न। तेणु समस्ते भल भाव एटा को बारंबार पढ़िले जाक प्रश्न पाइजिव एवं समस्त को शेयर करिवो, सांग मान को शेयर करिवो एवं आनिबो ग्रुप रे जोड़िबो। थैंक यू वेरी मच। रहिली। वंदे उत्कल जननी।